मो भाग्य मो बारंबार आत्महत्या करने चाहूली ना मत मरे देउछ ना मत बचे देउछ केते दिन मो भल मनीष मो जीवन बंचे मो भाग्य जहाँ लिखा अच्छे से सब से भाग्य को ही दोष देवा उचित से भाग्य को ही दोष देवा उचित ठीक अच्छे सी समस्त निज भौणी भरी रखी आश्रय सतरे एपरी मनीष अच्छा दुनिया बोले मुझे भावी नी समय विश्राम किंतु से भाई जनक जाते काठ संग्रह निमंते तार मुझे विश्राम करे हाँ ये विश्राम कर समय सुषमा तुमने मैं तुमको पाई गली ए सुषमा सुषमा ए सुषमा अरे मैं तुमको अनेक समय गला मैं तुमको खोजुची अरे तुमको ए ना पाइछि ए अरे देखो तुम प्रभास तुम पाख को फेरी आसी प्रिया फेरी आसी मो प्रभास मो पाख को फेरी आसी अरे हाँ ना ना मो प्रभास तो ये दुनिया रे रहन कहीं ना मो पर विधवा नारी मो प्रभास मो स्वामी पर रहिबो केमिति देखो तुम्हें जो कौन पे आसी छंती मु तुमको जाने के चिन्हनी नहीं कर तबे तुम बाटरे चली जाओ कौन कहला तुम मत चिन्ह न ए अरे जे तुम हाथ रे शंखा पिंधई थिला जे तुम हाथ रे सिंदूर पिंधई थिला जे तुमको सपना रे भला पाउथिला अरे मु तुमर सही प्रभास मो सुखरा अरे तुम्हें देखो मो कान धरछि तुम्हें मत क्षमा कर दियो प्रिया क्षमा कर दियो क्षमा क्षमा तो मत कर दबा कहीं ना से दिन से गोटे कथा पाई मैं तुमको एते विश्वास कर रही थी एते भला पाई जाई मु तुमको किंतु एते मत छाड़ी दबा बोली के मैं भाभी न थिले कहीं ना मु तुम कथा रे विश्वास रख बहुत बड़ा भूल कर देई छे सुषमा तुम्हें सुनते कोनी अरे मो जो पाप करिछि ना मो जो तुमको कष्ट देछि ना प्रिया तुम्हें बता मारी ने मत मो सोई छी प्रिया सोई छी सत कहूछि प्रति मुहूर्त अरे तुम कथा ही मो भाबुछि ना सोई पारुछि ना खाई पारुछि प्रिया तमे जदि प्रति मुहूर्त मो कथा भाबे त ना ताले से दिन मते अपवित्र नारी बोली तुम राज्य मत तोड़ी नहीं न प्रिया अरे से दिन मो बुझी पारे प्रिया बुझी पारे छाड़ी छड़ा समाज भय रे मो तुमको
ଏତେ ବଡ଼ କଷ୍ଟ ଦେଇଛି ପ୍ରିୟା। ତାକୁ ମୁଁ କାନ ଧରୁଛି, ମୁଁ ତମକୁ ନେଉରହୁଛି ପ୍ରିୟା, ମୋତେ ତମେ କ୍ଷମା କରିଦିଅ। ସତ କହୁଛି, ମୁଁ ତୁମ ବିନା ବଞ୍ଚି ପାରିବି ପ୍ରିୟା, ମରିଯିବି ପ୍ରିୟା, ମରିଯିବି। ଏତେ ଯଦି ମୋତେ ଭଲ ପାଉଥିଲ ତାହେଲେ ସେଇଦିନ ମୋ ଶଙ୍ଖ ସିନ୍ଦୁର ଧରି କାହିଁକି ତମେ ମୋତେ ତୋଡ଼ି ଦେଇଥିଲ ତମ ରାଜ୍ୟରେ? ଆରେ ହେଲା ବାବା, ମୋ ଭୁଲ ଯାଇଛି, ମୋତେ କ୍ଷମା କରିଦିଅ। ମୁଁ ଠିକ ବୁଝିପାରୁଛି ମୋ ପାଖକୁ ଆସିଛ ଖରାପ ପାଇଁ। ତମେ ମୋତେ ନେବା ପାଇଁ ଆସିଛ ନା? ଆରେ ମୁଁ ତୁମକୁ ମୋ ଘରକୁ ନେଇଯିବା ପାଇଁ ଆସିଛି। କିନ୍ତୁ ମୁଁ ଯିବିନି। ଆରେ କାହିଁକି ଯିବନି? ମୁଁ ଯାହା ସହିତ ଅଛି, ଯୋଉଠି ଅଛି ମୁଁ ବାସ୍ ଭଲରେ ହିଁ ଅଛି। ପ୍ରିୟା, ତମେ ସେମିତି କହନି। ଦେଖ, ମୁଁ ତୁମ ବିନା ଚଉଡ଼ା ମଧ୍ୟ ରହିପାରିବିନି। ତମେ ମୋତେ ଯେତେବେଳେ ଦଣ୍ଡ ଦେଲେ ମୋତେ ମୁଁ ସହିଯିବି ପ୍ରିୟା, କିନ୍ତୁ ତୁମେ ମୋତେ କ୍ଷମା କରିଦିଅ ପ୍ରିୟା, କ୍ଷମା କରିଦିଅ ନା। ଏ ସୁଷମା, ଆରେ ତୁମେ ମୋତେ କ୍ଷମା କରିଦିଅ ପ୍ରିୟା, କ୍ଷମା କରିଦିଅ। ହେଲେ ତମେ ସତରେ ମୋତେ ନେବା ପାଇଁ ଆସିଛ? ଠିକ ଅଛି, ତମେ ବୋଧେ ନେବା ପାଇଁ ଯଦି ଆସିଛ ତାହେଲେ ପୁଣି ଥରେ ମୋ ହାତରେ ଶଙ୍ଖ ସିନ୍ଦୁର ଦେବ। ଓ ତାହେଲେ ଏଇ ପୁଅ ହଉଛି ପ୍ରଭାସ। ସେ ନିଜର ପ୍ରେମ ଲୁହରେ ଫସାଇ ଜଣେ ଝିଅକୁ ଛାଡ଼ି ଚାଲି ଯାଇଥିଲା। ଇଏ କିଏ? ତମେ ୟାଙ୍କ ସହିତ ରହୁଛ? ବାସ୍ ବାବା, ଆରେ ତମକୁ ଠିକ ଚିହ୍ନି ପାରିଲି। ତମେ ଜଣେ ଅଜଣା ପୁରୁଷ ସହିତ ରାତି କାଟୁଛ, ତା ସହିତ ରାତିରେ ରହୁଛ। ପ୍ରଭାସ ବାବୁ, ଯେତେବେଳେ ଗୋଟେ ଝିଅ ଏଇ ସମାଜ ଆଗରେ ଅସହାରା ହେଇଗଲା ପରେ କାହାର ନା କାହାର ତ ନିଜ ସାହାରା ନେବାକୁ ପଡେ ନା ପ୍ରଭାସ ବାବୁ। ଆରେ ବାସ୍ ବାବା, ଆରେ ମୁଁ ତମକୁ କେତେ ବିଶ୍ୱାସ କରିଥିଲି। ଆରେ ମୁଁ ଯୋଉ ଭୁଲଟା କରିଥିଲି ନା, ସେ ଭୁଲଟା ପୁଣି ଥରେ କରିବାକୁ ଯାଉଛି। ତମେ ଯାହା ଭାବୁଛ ସେଇ ସମ୍ପୂର୍ଣ୍ଣ ଭାବରେ ଭୁଲ। ଆରେ କେମିତି ଭୁଲ ମୁଁ ଭାବିବି? ତମେ ମୋ ନିଜର ଲୋକ, ମୋ ନିଜର ଲୋକ ସିନା ମୋତେ ରାଜ୍ୟରୁ ତୋଡ଼ିଦେଲେ। ହେଲେ ଏଇ ବାବୁଟା, ଏଇ ମଣିଷଟା ମୋତେ ଆଶ୍ରୟ ଦେଲେ। ଯୋଉଦିନ ମୁଁ ଆତ୍ମହତ୍ୟା କରିବା ପାଇଁ ଯାଇଥିଲି ସେଇଦିନ ତମେ ମୋତେ କେତେ ମିଠା ମିଠା ସ୍ୱପ୍ନ ଦେଖି ତମ ରାଜ୍ୟକୁ ବିବାହ କରିକି ନେଇଥିଲ। କିନ୍ତୁ ସେପରି ମଣିଷ ଏଇ ବାବୁ ନୁହନ୍ତି। ଆରେ ମୁଁ କେମିତି ବିଶ୍ୱାସ କରିବି? କେମିତି ବିଶ୍ୱାସ କରିବି ସୁଷମା, କେମିତି ବିଶ୍ୱାସ କରିବି? ଜଣେ ଅସହାୟ ଝିଅ, ଜଣେ ପୁରୁଷ ଘରେ ରହୁଛ, କେମିତି ବିଶ୍ୱାସ କରିବି? କାହାକୁ ବିଶ୍ୱାସ କରିବି ସୁଷମା, କାହାକୁ ବିଶ୍ୱାସ କରିବି? ପାପ ହେଇଯିବ ବାବୁ, ପାପ ହେଇଯିବ। ମୁଁ ଜାଣିଥିଲି ମୋ ଜୀବନରେ ଭଲ ପାଇବାର ମାନେ କିଛି ନାହିଁ। ସେଇଦିନ ମୋତେ ଯୋଉ ରାସ୍ତାରେ ଛାଡ଼ି ଦେଇଥିଲ ନା, ମୋ ଶେଷ ଉପାୟ ଥିଲା ଆତ୍ମହତ୍ୟା। ସେଇ ସମୟରେ ବାବୁ ଆସି ମୋ ଜୀବନ ବଞ୍ଚେଇଲେ, ମୋତେ ଆଶ୍ରୟ ଦେଲେ। ସେ ମୋତେ ନିଜ ଭଉଣୀ ଭଳି ମୋତେ ରଖିଛନ୍ତି। ତମେ ସିନା ମୋତେ ଭଲ ପାଇବା ପ୍ରେମ ନାଁରେ ଧୋକାରେ ତମ ରାଜ୍ୟ କରେଇଥିଲ। ସେପରି ମଣିଷ ନୁହନ୍ତି। ମୁଁ କେମିତି ବିଶ୍ୱାସ କରିବି? ତମ କଥାରେ ଗୋଟେ ଥର ମୁଁ ବିଶ୍ୱାସ କରିଥିଲି। ଦେଖିବା, ଦେଖିକି ମୁଁ କେମିତି ବିଶ୍ୱାସ କରିବି ସୁଷମା, କେମିତି ବିଶ୍ୱାସ କରିବି? ତମେ ଯାହା ଭାବୁଛ ସବୁ ଭୁଲ। ସେପରି ମଣିଷ ନୁହନ୍ତି ବାବୁ ଜଣକ। ଜୀବନ ମୁହୂର୍ତ୍ତରେ ମୋତେ ଫେରେଇ ଆଣିଛନ୍ତି ବାବୁ। ହେଲେ ତମେ ମନରେ ଯାହା ଭାବୁଛ ଭୁଲ। ତମେ ପରେ ଏବେ କହୁଥିଲ
ତମକୁ ନବା ପାଇଁ ମୁଁ ଆସିଛି ବୋଲି ଆରେ ହଁ ଆରେ ମୁଁ ତମକୁ ହାତ ଧରି ନେବା ପାଇଁ ଆସିଥିଲି ହେଲେ ମୁଁ ତମକୁ ଆଉ ନେଇକି ଯିବିନି ମୋ ଭଲ ପାଇବା ମରିଯାଇଛି ସୁଷମା ହେଲେ କାହିଁକି ନା ତମେ ମୋତେ ବାରମ୍ବାର ମୋତେ କଷ୍ଟ ଦଉଛ କଷ୍ଟ ତ ଦଉଛ ତମେ ମତେ ଆରେ ତମ ହାତ ଧରି ସାରା ଦୁନିଆ ଚାଲିବି ବୋଲି ଯୋଉଦିନ ମୁଁ ବିଶ୍ୱାସ କରିଥିଲି ନା ସେଇଦିନ ମୋ ବିଶ୍ୱାସକୁ ଭାଙ୍ଗି ଦେଇଥିଲ ଏମିତିରେ ମଧ୍ୟ ତମେ ନିଜ ହାତରେ ମୋ ଶଙ୍ଖା ସେଦିନକୁ ମଧ୍ୟ ଭାଙ୍ଗି ଦେଇଥିଲ ଆରେ ମତେ ମରେଇ ଦେଉନା କି ବଞ୍ଚେଇ ଦେଉନା କାହିଁକି ଏ ପ୍ରତିମା ଆରେ ଦେଖିବ ଆସ ଆରେ ତମ ଅପାର ଅସଲ ରୂପ ଦେଖିବ ଆସ ଜଣେ ଅଜଣା ଆସୁଣା ପୁରୁଷ ସହିତ ସେ ରାତିରେ ରହୁଛି ତା ଘରେ ଖାଉଛି ତା ଘରେ ଶୋଉଛି ଆରେ ଦେଖ ତମ ଅପାକୁ ଦେଖ ତୁ ଏତେ ଦିନ କୋଉଠି ଥିଲୁ ତୁ ସେଇଦିନ ମତେ ଛାଡ଼ି କୁଆଡ଼େ ଚାଲି ଯାଉଥିଲୁ କୋଉଠି ଥିଲୁ ତୁ ତତେ ମୁଁ କେତେ ଖୋଜିଛି ତମେ ଜାଣିନ ମୋ ବାପା ଆଉ ମୁଁ ତମକୁ କେତେ କୁଆଡ଼େ ନ ଖୋଜିଛି ହେଲେ ତମେ କଣ ବୁଝିଲ ଏ ବାବୁ କଣ କହୁଛନ୍ତି ଆଉ ଇଏ କିଏ ମାନେ ମୁଁ ଯାହା ଦେଖୁଛି ଏ କଣ ସତ ହେ ଭଗବାନ ଏ ବାବୁ ଯାହା କହିଲେ ଏ କଣ ସତ ତୁ ପରା ମୋ ଭଉଣୀ ତୁ ମଧ୍ୟ ମତେ ଏତେ କଥା କରି ଯାଉଛ ତୁ ମଧ୍ୟ ଏପରି ଭାବି ପାରୁଛ କେମିତି କଣ ମୁଁ ଭାବି ଆରେ ଯାହା ଦେଖୁଛି ମୁଁ ତାହା ହିଁ କହୁଛି ଦେଖିଲା ପରେ କଣ ବିଶ୍ୱାସ କରୁ ଆରେ ଆମେ ଭାବିଥିଲେ ଯେ କୁଆଡ଼େ ମୋ ପ୍ରତିଭା ଆସି ଏଇଠି ଅନ୍ୟ ପୁରୁଷଙ୍କ ସହିତ କେମିତି ରହିପାରିଲେ ଆରେ ସେମିତି କିଛି ଭାବୁନି ସେ ଜଣେ ଭଲ ମଣିଷ ସେ ମୋର ଜୀବନ ବଞ୍ଚେଇଛନ୍ତି ସେ ମତେ ଆଶ୍ରୟ ଦେଇଛନ୍ତି ତୁ ଅନ୍ୟ କିଛି ଭାବନି ମୋ ଭଉଣୀ ତୁ ତ ମୋ ମନ କଥା ଜାଣିଛୁ ପିଲାଟି ଦିନରୁ ତା କଥା ମୁଁ ଶୁଣି ନଥିଲି ଏ ପ୍ରତିମା ଏମିତି ନଷ୍ଟ ଚରିତ୍ର ପାଖରେ ଥିବାଟା ଉଚିତ ହେବନି ପ୍ରତିମା ଉଚିତ ହେବନି এইটা ଗୋଟେ କଲଙ୍କି ନେଇ ପ୍ରତିମା এইটা ଗୋଟେ ନଷ୍ଟ ଚରିତ୍ର ପ୍ରତିମା ଆମେ ଏଠାରୁ ଚାଲିଯିବା ପ୍ରତିମା ଚାଲିଯିବା ତୁମର ମୋ ସହିତ ପିଲାଟି ଦିନ ରହି ଆସିଛି ମୁଁ ତୋତେ କେବେ ମିଛ କଥା କହିଛି ମୁଁ ତମ ଭଉଣୀ ନୁହେଁ ଏମିତି ଝିଅଙ୍କ ସହିତ ଆଜି ତୁ ନା ଆମ ପାଇଁ ମରିଯାଇଛି ଆରେ ହଁ ପ୍ରତିମା ଇଏ ସମସ୍ତଙ୍କ ପାଇଁ ମରିଯାଇଛି এইটা ଗୋଟେ କଲଙ୍କି ନେଇ এইটা ଗୋଟେ ବେଶ୍ୟା ଏମିତି ଲୋକକୁ ଜମାରୁ ବିଶ୍ୱାସ କରିହେବନି ଚାଲ ପ୍ରତିଭା ଆମେ ଏଠାରୁ ଚାଲିଯିବା ডাকি আনি অধা বাটে ডাকি আনি অধা বাটে চালি গলে ছাড়ি হাতা হাতা নয়ে ভাগ্য লেখা হাতা
ଦେଖିଲା ଭାଇ ମୋ ଜୀବନରେ କେମିତି ସୁଖ କଷ୍ଟ ମାଡ଼ି ଆସୁଛି। ଶେଷରେ ତମ ଭଳି ମଣିଷକୁ ମଧ୍ୟ ମୋ ସ୍ୱାମୀ ଖରାପ ଭାବନାରେ ଭାବିଲେ। अरे बंद करो माँ कहू भल मरीसान हुए माँ हौची दुनिया पाई गोटे बेईमान मरीसान। କଣ କଣ ତମେ ପୁଣି ମତେ ଆଶ୍ରୟ ଦେଇଅଛ। हाँ ଦେଇଥିଲି କିନ୍ତୁ ମୁଁ ତତେ ମୋ ପାଖରେ ରଖି ତୋ ବାପାଙ୍କ ପ୍ରତିଶୋଧ ପାଇଁ କଣ କହିଲ? ମୋ ବାପାର ପ୍ରତିଶୋଧ ପାଇଁ? ମୁଁ ତ କିଛି ବୁଝିପାରିଲିନି। ଏମିତି ମୋ ବାପା କଣ କରିଛନ୍ତି? ତମେ ଏମିତି କହିଯାଉଛ। ଏବେ ତୁ ଠିକ ବୁଝିପାରିବୁଲ ବନ୍ଧୁ ଶଙ୍କର। ଏ ଦେଖ ବ୍ରହ୍ମାସ୍ତ୍ରଟା ବର୍ତ୍ତମାନ ଆମ ହାତରେ। हाँ बंध ଶଙ୍କର, ବୁଝିପାରିଛେ ଏଇଟାକୁ ଆମେ ବନ୍ଦ କରି ସେଇ ମୋ ଟାର୍ଗେଟଟା ହଉଛି ସେଇ ରାଜା ଚନ୍ଦ୍ରଭାଗ। ଏ ଶଙ୍କର! ତମର ତୁ ମଧ୍ୟ ବାଳକ ସାଥିରେ ମିଶିଛ। ଶେଷରେ ତୁ ମଧ୍ୟ এই অধমতরে চলে গেল। হ্যালো তু আজ মতে যোউটা দেখিছু তু মধ্য ঠিক চিহ্নি পারুছু। এই শঙ্করটা গোটে মরিষ নুহে হଉଛି কেবল গোটে অমরিষ। ହେଲେ ମୋ ବାପାକୁ କିଛି ହେବାକୁ ଦେବେନି। ମୋ ବାପାକୁ କିଛି ହେବାକୁ ଦେବେନି। ମୁଁ ମୋ ବାପାକୁ ନିଶ୍ଚୟ ଚାଲିଯିବେ ମୋ ବାପା। ବନ୍ଧୁ ଏଇଟା ହଉଛି ସୁବର୍ଣ୍ଣ ସୁଯୋଗ। এই ସୁଯୋଗକୁ ହାତ ଛଡ଼ା କରିବାନି। ୟାକୁ ମଧ୍ୟ ଛାଡ଼ିବାନି। ୟାକୁ ବନ୍ଦୀ କରିକି ନେବା ସେଇ ରାଜା ପାଖକୁ। ঠিক আছে বন্ধু ଆ না না তুমি করে পারবো না। এইসব করে মতে করে পারবো না। মতে মনে বুঝে পাবো না।